ଶିଶୁ ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ। ଭାଲୁମୁଣ୍ଡା ବଙ୍ଗମୁଣ୍ଡା ବ୍ଲକ ଭାଲୁମୁଣ୍ଡା ଶିଶୁ ମନ୍ଦିରଠାରେ ଆଜି ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି। ଏହି ହିନ୍ଦୁ ନବବର୍ଷ ପାଳନ ସମୟରେ ଭାଲୁମୁଣ୍ଡାର ଭଦ୍ରବ୍ୟକ୍ତି ଉପସ୍ଥିତ ହୋଇଥିଲେ। ପ୍ରଥମେ ରାମ ମନ୍ଦିରର ଦର୍ଶନ କରି ଗାଁକୁ ଗାଁ ପରିକ୍ରମା କରିଥିଲେ। ଏଥିରେ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଧନଞ୍ଜୟ ଦାସଙ୍କ ନେତୃତ୍ୱରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥିଲା। ଗାଁ ପରିକ୍ରମା ସମୟରେ ପରିଚାଳନା ସମିତିର ସଭାପତି ତୁଳରାମ ମେହେର, ଉପସଭାପତି ରାଧାଶ୍ୟାମ ମେହେର, ପୂର୍ବତନ ସମ୍ପାଦକ ରବୀନ୍ଦ୍ରନାଥ ବେହେରାଙ୍କ ସହିତ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ବଙ୍ଗମୁଣ୍ଡାରୁ ରାଧାଶ୍ୟାମ ମେହେରଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।